So hello students, welcome to my new video. ତମମାନଙ୍କର ରିକ୍ୱେଷ୍ଟରେ ଆସିଯାଇଛି ଲାଷ୍ଟ ମନ୍ଥ ଷ୍ଟ୍ରାଟେଜିର ଭିଡ଼ିଓ ହେଲା। କିପ୍ ଗୋଇଂ କିପ୍ ଗ୍ରୋଇଂ। ତ ମାନେ କହିବାର ଅର୍ଥ ହେଉଛି ମାନେ କରିଚାଲ ଆଉ ବଢ଼ିଚାଲ। ଷ୍ଟଡି ଭାଇବ୍ ଓଡ଼ିଶାକୁ ତୁମମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ କରିବା, ଲାଷ୍ଟ ମନ୍ଥ ଷ୍ଟ୍ରାଟେଜି ଡିସ୍କସନ୍ କରିବା। ମାନେ ତୁମେ ଏକ୍ଜାମ୍ ପୂର୍ବର 1 ମନ୍ଥ ପାଖାପାଖି 1 ମନ୍ଥ କେମିତି ପ୍ରିପାରେସନ୍ କରିବ, ଯାହାଫଳରେ ତୁମର ସ୍କୋର ଡ୍ରାଷ୍ଟିକାଲି ଇନକ୍ରିଜ୍ ହେବ। ମାନେ ତୁମର ପଢ଼ାର ଗ୍ରାଫ୍ ପୁରା କ'ଣ ଇନକ୍ରିଜ୍ ହେଇଯିବ ଆଉ ତୁମେ ସ୍କୋର ମଧ୍ୟ ଭଲ କରିପାରିବ। ତ ଟୋଟାଲ୍ ଡେଜ୍ वी हैव, ମାନେ ଆମ ପାଖରେ କେତେ ଦିନ ଅଛି, ପାଖାପାଖି 1 ମନ୍ଥ ମାନିକି ଚାଲ ହେଲା। ତୁମେ ଯେତେ ଦିନ ଅଛି ତାକୁ କମ୍ ହିଁ ଭାବିବା ଦରକାର, କାରଣ ତୁମେ କାଉଣ୍ଟ କରିକି ବସନ ଯେ ସାର୍ 40 ଦିନ ଅଛି କି 48 ଦିନ ଅଛି କି ହେଲା ସମଥିଙ୍ଗ 35 ଦିନ ଅଛି। ମୁଁ ଆପ୍ରୋକ୍ସିମେଟ୍ ନେଇଛି, ଠିକ୍ ଅଛି। ଯେଉଁମାନେ ଏ ପ୍ରକାର ଟାଇମ୍ ଟେବୁଲ୍ ଫଲୋ କରୁଛ ସେମାନେ କାଇଣ୍ଡଲି ଆଉ ଫଲୋ କର ନାହିଁ, କାରଣ 9ଟା ସଣ୍ଡେରେ ମୁଁ ଏଇ ଟାଇମ୍ରେ ଏଇଟା କରିବି, ସେଇ ଟାଇମ୍ରେ ସେଇଟା କରିବି, ସେଇ ଟାଇମ୍ରେ ସେଇଟା କରିବି, ଏଇଟା କେବେ ମଧ୍ୟ ଆଜି ଯାଏଁ ସକ୍ସେସ୍ ହେଇନାହିଁ ହେଲା। ସୋ ଆକୁ ଫଲୋ କର ନାହିଁ। ତ ଫଲୋ କ'ଣ କରିବ, ତା ପୂର୍ବରୁ ଆମେ ଜାଣିବା ଯେ ଆମକୁ କ'ଣ କ'ଣ ସବଜେକ୍ଟ ଏବେ ପଢ଼ିବାର ଅଛି। ଓଡ଼ିଆ ସାଙ୍ଗରେ ତା'ର ଗ୍ରାମାର, ଇଂଲିଶ ସାଙ୍ଗରେ ଗ୍ରାମାର, ହିନ୍ଦୀ ସାଙ୍ଗରେ ଗ୍ରାମାର, ଇଏ ମ୍ୟାଥ୍ ତ ସବୁବେଳେ କରିବାକୁ ପଡ଼ିବ। ସାଇନ୍ସ ଆଉ ସୋସିଆଲ ସାଇନ୍ସ ମାନେ ବିଜ୍ଞାନ, ସାମାଜିକ ବିଜ୍ଞାନ, ଠିକ୍ ଅଛି। ତ ଦେଖିବା ଆମର କ'ଣ ମାନେ କେମିତି ପଢ଼ିବା। ତ ଆମେ ସିଫ୍ଟ ମେଥଡ଼ ଫଲୋ କରିବା। ସିଫ୍ଟ ମେଥଡ଼ ମାନେ ଆମେ ଦିନକୁ ଟୋଟାଲ୍ 4 ସିଫ୍ଟରେ ବାଣ୍ଟିବା ହେଲା। ସେଇଟା ବି 3 ଦିନ ପାଇଁ। କେମିତି ନା ଦେଖ, ସକାଳର ଟ୍ୟୁସନ୍ ଟାଇମ୍ ଯେମିତିକି 6ରୁ ତୁମର 9 ଯାଏଁ ମୁଁ ପକାଇଦେଲି ହେଲା। 6ରୁ 9 ଯାଏଁ, ବାକି ରହିଲା 9ଟାରୁ 10ଟା, 10ଟା ଅଧେ ଯାଏଁ ତୁମେ ଖାଇକି ଗାଧେଇକି ପୁରା ରେଡ଼ି ହେଇଯାଅ। ସିଫ୍ଟ 1 ତୁମେ ଆରମ୍ଭ କରିଦିଅ। ସିଫ୍ଟ 1ର ଟାଇମ୍ ହେଉଛି 10ଟା ଅଧେରୁ 12ଟା ଅଧେ ହେଲା। ଏକାଥରେ ଏଟେ ଷ୍ଟ୍ରେଚ୍ ବସିବା ଦରକାର ନାହିଁ। 25 ମିନିଟ୍ ବସ, ରେଷ୍ଟ ନିଅ ହେଲା। ପୁଣି 25 ମିନିଟ୍, ପୁଣି 25 ମିନିଟ୍, ଏମିତି କରି କରି ତୁମେ ସାଇକେଲ ରନ୍ କରିବ। କାରଣ ଏକାଥରେ ଏତେ ସମୟ ତୁମର ଯଦି ବସିବାର ଅଭ୍ୟାସ ନାହିଁ ତେବେ ତୁମେ ବସିପାରିବ ନାହିଁ। ଆଉ ଯଦି ବସିପାରୁଛ ଦ୍ୟାଟ୍ସ ଏ ଗୁଡ୍ ଥିଙ୍ଗ ହେଲା। ତ ସବୁବେଳେ ଏଇ ଟାଇମ୍ଟା ତୁମର ମ୍ୟାଥ୍ ହିଁ ରହିବ, କାରଣ ଖାଇସାରିଲା ପରେ ନିଦ ଆସେ, ସେଥିପାଇଁ ତୁମକୁ ମୁଁ ମ୍ୟାଥ୍ ରଖିଛି, ଠିକ୍ ଅଛି। ସବୁବେଳେ ତୁମର ଅପ୍ ଟୁ ଏକ୍ଜାମ୍ ଯାଏ ହେଲା। ଆଉ ମ୍ୟାଥ୍ରେ କ'ଣ କରିବ ସେଇଟା ମୁଁ ଲାଷ୍ଟରେ କହିବି। ସିଫ୍ଟ 2 12ଟା ଅଧେରୁ ଘଣ୍ଟେ ଅଧେ ତୁମର ଗୋଟେ ଗ୍ୟାପ୍ ଦେଖାଯାଉଛି, ଦେଖ। ସେଇ ସମୟରେ ତୁମେ କିଛି ବି କରିପାର, ପୁଣି ଖାଇପାର ହେଲା। ମାନେ 20 ମିନିଟ୍ରୁ 30 ମିନିଟ୍ ବା କିଛି ବି ତୁମେ 40 ମିନିଟ୍ ଯାଏଁ ଟିକେ ନାପ୍ ନେଇପାର, ପାୱାର ନାପ୍ ବା ଶୋଇପାରିବ, ବା ନହେଲେ ଏଜୁକେସନାଲ ଲେକ୍ଚର ଦେଖିପାରିବ, ମୋର ଭିଡ଼ିଓ ଦେଖିପାରିବ, ବା ଅନ୍ୟ ସାର୍ମାନଙ୍କର ଭିଡ଼ିଓ ଦେଖିପାରିବ। ସେଥିରେ କିଛି ଅସୁବିଧା ନାହିଁ, ଠିକ୍ ଅଛି। ତୁମେ କିଛି ବୁଲାବୁଲି କରିପାରିବ ହେଲା, କିଛି ବି କରିପାରିବ। ପୁଣି ତୁମର ସେକେଣ୍ଡ ସିଫ୍ଟ ଷ୍ଟାର୍ଟ ହେଇଯିବ ଘଣ୍ଟେ ଅଧେରୁ 3ଟା ଅଧେ ଯାଏଁ ହେଲା। ସେମିତି ଯଦି ବୋର୍ ଲାଗୁଛି 25 ମିନିଟ୍କୁ ଥରେ ତୁମେ କ'ଣ କର, ଟିକେ ରେଷ୍ଟ ନେଇଯାଅ, ପୁଣି 25 ମିନିଟ୍ରେ ଆରମ୍ଭ, ମାନେ 25 ମିନିଟ୍ ପାଇଁ ଆରମ୍ଭ କରିଦେବ। ତ ସେଇ ସମୟରେ ତୁମେ କ'ଣ କରିବ, ବିଜ୍ଞାନ ପଢ଼ିବ। ବିଜ୍ଞାନର ସିଲେକ୍ଟେଡ଼ ଲଙ୍ଗ୍ କୋଶ୍ଚିନ୍ ପଢ଼ିବ, MCQ କରିବ, ଠିକ୍ ଅଛି। ସିଫ୍ଟ 3 ଯେଉଁଟାକି 4ଟାରୁ 5ଟା 1 ଆୱାର ଦେଇଛି, 3ଟା ଅଧେରୁ 4ଟା ଯାଏଁ 30 ମିନିଟ୍ ପୁଣି ତୁମକୁ ରେଷ୍ଟ ଦିଆଗଲା। ଯାହା ବି ତୁମେ କିଛି କରିପାରିବ, ନାସ୍ତା କରିପାରିବ, ଜଳଖିଆ କରିପାରିବ ସେ ଟାଇମ୍ରେ, ବା ବୁଲାଚାଲ କରିପାରିବ, ମାମାଙ୍କ ସହିତ କଥା ହେଇପାରିବ, ଯାହା ବି, ନହେଲେ ସାଙ୍ଗମାନଙ୍କୁ ବି କଲ୍ କରିପାରିବ। ନହେଲେ ତୁମକୁ ଯଦି ଟାଇମ୍ ୱେଷ୍ଟ କରିବାର ନାହିଁ, ତାକୁ ବି ପଢ଼ିବାର ଅଛି, ତ ମାନେ ମୋ ଭିଡ଼ିଓ ଦେଖିପାରିବ ବା କିଛି ବି କରିପାରିବ। କିନ୍ତୁ ଯଦି ତୁମେ ସେଇ ସମୟରେ ବି କିଛି କରିବାକୁ ଚାହୁଁଛ ତ ଏଜ୍ ୟୋର୍ ୱିଶ୍। କିନ୍ତୁ 4ଟାରୁ 5ଟାରେ କ'ଣ କରିବ, ଲେକ୍ଚର ଦେଖିବ, ମାନେ କିଛି ବି ଯଦି ତୁମର ଡାଉଟ୍ ଅଛି, ନହେଲେ ସମାଜ ପେପର ଯେଉଁ ଆସୁଛି କୋଶ୍ଚିନ୍ ତାକୁ ସଲ୍ଭ କରିବ, ଯାହା ଆମ ଭିଡ଼ିଓ ଅପଲୋଡ଼ ହେଉଛି। ହିନ୍ଦୀ ବି କରିପାରିବ ହେଲା। ହିନ୍ଦୀର କିଛି କୋଶ୍ଚିନ୍ ସଲ୍ଭ କଲ, 50ଟା କୋଶ୍ଚିନ୍, ନହେଲେ ପ୍ରାକ୍ଟିସ୍ ସେଟ୍ ସଲ୍ଭ କଲ, ନହେଲେ ଯାହା ବି ରହିଯାଇଛି ତାକୁ ପଢ଼ିବ।
ଆଉ ଓଡ଼ିଆ ଗ୍ରାମାର ଟିକେ ଟିକେ ପଢ଼ିବ। କିଛି ବି ମାନେ 3 ଦିନ ଦିଆହେଇଛି ନା, ଫାର୍ଷ୍ଟ ଦିନ ତମେ ଲେକ୍ଚର ଦେଖ, ସେକେଣ୍ଡ ଦିନ ଘଣ୍ଟାଟି ହିନ୍ଦୀ ଦେଖ, ଥାର୍ଡ଼ ଦିନର ଘଣ୍ଟାଟି ତମେ ଓଡ଼ିଆ ଗ୍ରାମାର ଫଲୋ କର ହେଲା। ସିଫ୍ଟ 4ରେ କ'ଣ ନା ତମେ ପୁଣି ଟ୍ୟୁସନ୍ ଗଲ 5ଟାରୁ 7ଟା କି 8ଟା ହେଲା, ତମକୁ ପୁରା ଫୁଲ୍ ଟାଇମ୍ ଦିଆହେଇଗଲା। ଯଦି ତମେ ଜଲ୍ଦି ଟ୍ୟୁସନ୍ରେ ଆସିଯାଉଛ, ତମର ଏଇଟା 10ଟାରୁ ନାହିଁ, ତମେ 9ଟାରୁ ଆରମ୍ଭ କରିପାରିବ 11ଟା ଅଧେ ଯାଏ। ଠିକ୍ ଅଛି। କ'ଣ ପଢ଼ିବ? ସାମାଜିକ ବିଜ୍ଞାନ ପଢ଼ିବ। ଏହି ପ୍ରକାରର ମାନେ ତମେ 3 ଦିନ କରିବ, କାରଣ ଅନ୍ୟ ସବଜେକ୍ଟ ବି ଅଛି ନା, ଯେମିତିକି ଇଂଲିଶ ଅଛି, ଓଡ଼ିଆ ଅଛି, ତାକୁ ବି ଟାଇମ୍ ଦେବାକୁ ପଡ଼ିବ। ତ ତାକୁ କ'ଣ କରିବ ନା ଆମେ ତା ପାଇଁ କିଛି ଅଲଗା ଉପାୟ ରଖିଛୁ। ଯଦି ତମେ ଏଇଠିକି ଯାଇ ପଳେଇ ଆସିଛ ତ ତୁମମାନେ ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କର ଭିଡ଼ିଓ ଯଦି ଭଲ ଲାଗିଛି। ଦେଖ ନେକ୍ସଟ 2 ଦିନ ପାଇଁ କ'ଣ କରିବ, ପୁଣି ଡିଫରେଣ୍ଟ ସିଫ୍ଟ ଆସିବ ଆମର। କେତେ ଦିନ ପାଇଁ? 2 ଦିନ ପାଇଁ। ଟାଇମ୍ ସବୁ ସେମ୍ ରହିବ ହେଲା, ସେମ୍, କିଛି ବି ଅଲଗା ନାହିଁ। ଫାର୍ଷ୍ଟ ସିଫ୍ଟରେ ତମେ ମ୍ୟାଥ୍ କରିବ, ସେକେଣ୍ଡ ସିଫ୍ଟ ତମେ ଇଂଲିଶ ପାଇଁ ଦେବ, ଥାର୍ଡ଼ ସିଫ୍ଟ ସେମ୍ ଏଜ୍ ପ୍ରିଭିୟସ୍, ମାନେ ପୂର୍ବରୁ ଯେମିତି ଫଲୋ କରୁଥିଲ ସେମିତି 4ଟାରୁ 5ଟାରେ, ସନ୍ଧ୍ୟା 4ଟା 5ଟାରେ ହେଲା, ଖରାବେଳେ ଯେଉଁ କହୁଛନ୍ତି। ଆଉ ରାତି ସମୟରେ ଏହି 2 ଦିନ ପାଇଁ ହେଲା କି, ମାନେ ସେଇ 3 ଦିନ ପରେ 2 ଦିନ ଆସିବ। ଏହି 2 ଦିନ ପାଇଁ ବ୍ୟାକଲଗ୍ ଯାହା ଅଛି, ପୁରୁଣା ଜିନିଷ ଯାହା ପଢ଼ିନ ରହିଯାଇଛି ସେଗୁଡ଼ାକ ପଢ଼ିବ। ଠିକ୍ ଅଛି। କାରଣ ସବୁବେଳେ ତ ସବୁ କିଛି ପଢ଼ି ହେବନି, କିଛି କାମ ଆସିଗଲା ହେଲା, କେଉଁଠିକି ଯିବାକୁ ପଡ଼ିଲା, ତ ତାକୁ ଏଇଥିରେ ତମେ କଭର୍ କରିବାକୁ ଚେଷ୍ଟା କରିବ 2 ଦିନ ଭିତରେ ହେଲା। ପୁଣି ତମର ଷ୍ଟାର୍ଟ ହେଇଯିବ ସେଇ 3 ଦିନିଆ ସିଫ୍ଟ, ପୁଣି 2 ଦିନିଆ ସିଫ୍ଟ, ପୁଣି 3 ଦିନିଆ ସିଫ୍ଟ, ପୁଣି 2 ଦିନିଆ ସିଫ୍ଟ, ଏମିତି କରି କରି 5 ଦିନ ଲେଖାଏଁ ତମର 6 ସିଫ୍ଟ ହେବ ହେଲା। ବୁଝିପାରିଲ ନା ନାହିଁ? ମାନେ କ'ଣ 5 ଦିନ ଲେଖାଏଁ 6 ଥର ତମେ ବଦଳାଇ ପାରିବ। ବା ତମ ପାଖରେ ଯଦି ଅଧିକା ଦିନ ରହୁଛି, କାଲି ହିଁ ଯଦି ତମେ ଭିଡ଼ିଓ ଦେଖିଦେଉଛ ଅପଲୋଡ଼ ହେବାର, ବା ଆଜି ହିଁ ଦେଖିଦେଉଛ, ତ ତମ ପାଖରେ ଆହୁରି 2-3 ଦିନ ପାଖରେ ରହିଥିବ। ତ କ'ଣ କରିବ ଆଉ ବାକି? ମ୍ୟାଥ୍ ପାଇଁ ମ୍ୟାଥ୍ ଯେତେବେଳେ କରୁଛ, ତମର ଯଦି ସିଲାବସ୍ ଅଲରେଡ଼ି କଭର୍ ହେଇସାରିଛି ତ ବେଷ୍ଟ କଥା। କଭର୍ ଯଦି ହେଇନି ମଧ୍ୟ ତ କଭର୍ କରିବାକୁ ଆଉ ଚେଷ୍ଟା କର ନାହିଁ, ଅଳ୍ପ ଅଳ୍ପ ବୁଝିଦିଅ। ବୁଝିଦେଇକି କ୍ୱେଶ୍ଚିନ୍ କର, କ'ଣ କର? ପ୍ରାକ୍ଟିସ୍ ସେଟ୍ କର ହେଲା। ପୁରା ଫୁଲ୍ 50ଟା MCQ ସଲ୍ଭ କରିବାକୁ ଚେଷ୍ଟା କର। ସେମିତି 50 ମାର୍କର ସବଜେକ୍ଟିଭ ମାନେ ସଲ୍ଭ କରିବାକୁ ଚେଷ୍ଟା କର, ନହେଲେ ସିଲେକ୍ଟେଡ୍ କ୍ୱେଶ୍ଚିନ୍ କର। ଲଙ୍ଗ୍ ଯଦି 1 ଆୱାର ପାଇଁ କରୁଛ, MCQ ବି 1 ଆୱାର ଦିଅ। ଆଉ ଯଦି ଟାଇମ୍ ବଳକା ହେଉଛି ତ ଫର୍ମୁଲା ମନେ ପକାଇବାକୁ ଚେଷ୍ଟା କର, ଯେମିତିକି ସାଇନ୍ ଥିଟାର ଭ୍ୟାଲୁ, କସ୍ ଥିଟା ଭ୍ୟାଲୁ ହେଲା, ସାଇନ୍ 90, କସ୍ 30, ଏସବୁ ମନେ ରଖ। ବିଭିନ୍ନ ସାରା ଫର୍ମୁଲା ରହିଛି। ଇଂଲିଶରେ ରାଇଟିଂ ପ୍ରାକ୍ଟିସ୍ କର, ଯେମିତିକି ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍, ଏସେ, ଲେଟର, ରିପୋର୍ଟ ରାଇଟିଂ, ଅଦର କ'ଣ ଆମର ସମେରି ରାଇଟିଂ, ରିପୋର୍ଟ ରାଇଟିଂ, ଅଦରୱାଇଜ୍ ସମେରି ରାଇଟିଂ। ଭୋକାବ୍ ଉପରେ କମାଣ୍ଡ କର ଟିକେ, ମାନେ ପାଠରେ ଦିଆଯାଇଥିବା ଯେଉଁ ଗ୍ଲୋସାରୀ ସେକ୍ସନ୍ ଗୁଡ଼ାକୁ ପଢ଼, ଆଉ ଗ୍ରାମାର ଉପରେ ଫୋକସ୍ କର ଯେତେବେଳେ ତମେ କ'ଣ ପଢ଼ୁଛ? ଇଂଲିଶ ପଢ଼ୁଛ। ଆଉ ବାକି ସବଜେକ୍ଟର ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍ ପଢ଼ିବ। ଓଡ଼ିଆର ସେମିତି ସିଲେକ୍ଟେଡ୍ ଲଙ୍ଗ୍ କ୍ୱେଶ୍ଚିନ୍, ଏସେ, ଲେଟର ଆଉ ଗ୍ରାମାର। ଆଉ ବାକି ଯାହା ବି ରହୁଛି, ହିନ୍ଦୀ ହଉ ବିଜ୍ଞାନ ହଉ, ଏସବୁର ସିଲେକ୍ଟେଡ୍ ତମର ଲଙ୍ଗ୍ କ୍ୱେଶ୍ଚିନ୍ ହିଁ ପଢ଼ିବାର ଅଛି। ତ ଗେଟ୍ ରେଡ଼ି ଫର୍ ଟୁମରୋ ଆଡ଼ଭେଞ୍ଚର୍ସ, ମାନେ କାଲିଠୁ ଆରମ୍ଭ ହେଉଥିବା ଯୁଦ୍ଧ ପାଇଁ ପ୍ରିପେୟାର ହେଇଯାଅ। ଆଶା କରୁଛି ସମସ୍ତେ ପୁରା ମୋଟିଭେଟେଡ଼୍ ଅଛନ୍ତି, ଚାହୁଁଛନ୍ତି ସେମାନେ କିଛି ହାସିଲ କରିବା ପାଇଁ, ମାର୍କ ଆଣିବା ପାଇଁ, ନିଜର ବାପା ମାଆଙ୍କର ମୁଣ୍ଡ ଗର୍ବରେ ଉଚ୍ଚା କରିବା ପାଇଁ। ସେମାନେ ତ ନିଶ୍ଚିତ ଭାବରେ ଏଇ ଚ୍ୟାନେଲକୁ ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଥ୍ୟାଙ୍କ ୟୁ। ଆଉ ଯଦି ବି କିଛି ଟପିକ୍ରେ ଭିଡ଼ିଓ ଦରକାର, ଗ୍ରୁପ୍ରେ ଜଏନ୍ କର, ଅଦରୱାଇଜ୍ ତମେ କମେଣ୍ଟ ମଧ୍ୟ କରିପାର, ତା ଉପରେ ନିଶ୍ଚିତ ଭାବରେ ଭିଡ଼ିଓ ଆସିଯିବ। ଥ୍ୟାଙ୍କ ୟୁ।